ସମସ୍ତଙ୍କୁ ସୁପ୍ରଭାତ। ପିଲାମାନେ ସମସ୍ତେ ଭଲରେ ଅଛ? ପିଲାମାନେ ଆଜି ଆମେ ଭାଷା ମହକର ତୃତୀୟ ଶ୍ରେଣୀର ତୁମ ପୁସ୍ତକର କେହି ନୁହେଁ ତା ସରି ର ଆମେ ପଞ୍ଚମ ପଦକୁ ପଢ଼ିବା, ଯେଉଁଥିରେ କି ପଞ୍ଚମ ପଦରେ ହିତ ବିଷୟରେ ବର୍ଣ୍ଣନା କରାଯାଇଛି। ସେହି ବିଷୟରେ ଆମେ ଆଲୋଚନା କରିବା। ଠିକ ଅଛି ପିଲାମାନେ, ଆସ ଚିତ୍ର ଦେଖିବା। ପିଲାମାନେ ଭଲ ଭାବରେ ଚିତ୍ରକୁ ଦେଖିବ। ଚିତ୍ର ଦେଖି ସାରିଲା ପରେ ମୁଁ ତୁମମାନଙ୍କୁ ପ୍ରଶ୍ନ ପଚାରିବି। ଦେଖିଲ ଚିତ୍ରଟି? ଏହି ଚିତ୍ରକୁ ବି ଦେଖ। ଏହି ଚିତ୍ରକୁ ବି ଦେଖ। ସମସ୍ତେ ଦେଖିଲ ଭଲ ଭାବରେ? ଠିକ ଅଛି। କହିଲ ଚିତ୍ରରେ କଣ ଦେଖୁଛ? ପ୍ରଥମ ଚିତ୍ର ଏଇଟା। ପ୍ରଥମ ଚିତ୍ରଟି ସମସ୍ତେ ଦେଖିଛ ନା? ଏବେ କହ ମତେ, ପ୍ରଥମ ଚିତ୍ରରେ ତୁମେ କଣ ଦେଖୁଛ? ସୁନ୍ଦର। ପ୍ରଥମ ଚିତ୍ରରେ ଗୋଟିଏ ପିଲା ଅନ୍ୟ ଏକ ଅସହାୟ ପିଲାକୁ ଧରି ଧରି ନେଉଛି ନା? ଦେଖ ତ ଆଉଥରେ। ହଁ। ଏବେ କହିବ ଦ୍ୱିତୀୟ ଚିତ୍ର। ଦେଖ ତ। ଏବେ କହିଲ ଦ୍ୱିତୀୟ ଚିତ୍ରରେ ତୁମେ କଣ ଦେଖୁଛ? ହଁ, ଏଠାରେ ପଡି ଯାଇଥିବା ପିଲାଟିକୁ ସାହାଯ୍ୟ କରିବାକୁ ଅନ୍ୟ ଜଣେ ଦୌଡ଼ି ଆସିଛି ନା? ହଁ। ଏବେ ଏହି ଚିତ୍ରରେ ଦେଖିଲ, ତୃତୀୟ ଚିତ୍ର ତୁମେ କଣ ଦେଖୁଛ ଏବେ କୁହ? ହଁ, ଏଠାରେ ପଡି ଯାଇଥିବା ପିଲାଟିକୁ ସେ ତଳୁ ଉଠାଉଛି। ସତ ନା? ହଁ। ତ ପିଲାମାନେ ମତେ ଗୋଟେ କଥା କହିଲ, ତୁମେ କେବେ କାହାର ଉପକାର କରିଛ କି? କରିଛ? ତୁମେ କରିଛ? ହଁ, ବହୁତ ସୁନ୍ଦର। ଆମେ ଦୈନନ୍ଦିନ ଜୀବନରେ ସମସ୍ତେ କାହାର ଅଥବା ଅନ୍ୟର ସମସ୍ତଙ୍କର କିଛି ନା କିଛି ଉପକାର କରିଥାଉ, ନାଇଁ କି? ତ ପିଲାମାନେ, ଆମେ ସମସ୍ତେ ସମସ୍ତଙ୍କର ଉପକାର କରିବା ଉଚିତ। ତୁମ ପାଠର ଗୋଟିଏ ଅଛି, କେହି ନୁହେଁ ତା ସରି। ସେହି ପାଠରେ ପଞ୍ଚମ ପାଦରେ ଉପକାର ବିଷୟରେ କୁହାଯାଇଛି। ଠିକ ଅଛି। ତାହେଲେ ଆଜି ଆମେ ଏହି ପଞ୍ଚମ ପାଦ ବିଷୟରେ ଆଲୋଚନା କରିବା ଆଉ ପଦଟିକୁ ଆବୃତ୍ତି କରିବା। ଠିକ ଅଛି। ତାହେଲେ ଆସ ଆମେ ଆବୃତ୍ତି କରିବା, ପାଦକୁ ଆବୃତ୍ତି କରିବା। ପ୍ରଥମେ ମୁଁ ଆବୃତ୍ତି କରିବି, ତାପରେ ସମସ୍ତେ ମିଶିକି ଆବୃତ୍ତି କରିବା। ଠିକ ଅଛି। ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର, କେହି ନୁହେଁ ତା ସରି। ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର, କେହି ନୁହେଁ ତା ସରି। କେମିତି ଲାଗିଲା? ଭଲ ଲାଗିଲା? ହଁ, ବହୁତ ସୁନ୍ଦର। ଏବେ ଆମେ ସମସ୍ତେ ମିଶିକି ଆବୃତ୍ତି କରିବା। ଠିକ ଅଛି। ସମସ୍ତେ ମିଶିକି କହିବା, ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର, କେହି ନୁହେଁ ତା ସରି। ଆଉ ଥରେ, ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର,
କେହି ନୁହେଁ ତା ସରି। କେମିତି ଲାଗିଲା? ଭଲ ଲାଗିଲା? ଓହୋ, ବହୁତ ସୁନ୍ଦର। ତାହେଲେ ଆମେ ଏବେ ଏହି ପାଦର ନୂତନ ଶବ୍ଦାର୍ଥକୁ ଜାଣିବା। ଠିକ ଅଛି? ପ୍ରଥମ ଶବ୍ଦଟି ହେଲା ହିତ। ହିତ ଶବ୍ଦର ଅର୍ଥ କଣ ହେଇପାରେ? ଏହି ଚିତ୍ରଟି ଦେଖ। ଏହି ଚିତ୍ରଟିକୁ ମଧ୍ୟ ଦେଖ। ଏହି ଚିତ୍ରଟିକୁ ମଧ୍ୟ ଦେଖ। ଠିକ ଅଛି? ଦେଖ, ପ୍ରଥମ ଚିତ୍ରରେ ଜଣେ କଣ କରୁଛି? ଗୋଟିଏ ପିଲା ଅନ୍ୟ ଜଣ ସହାୟ ପିଲାକୁ କଣ କରୁଛି? କିଛି ଦଉଛି, ନାଇଁ କି? ଦ୍ୱିତୀୟ ଚିତ୍ରରେ ଗୋଟିଏ ପିଲା ପଡି ଯାଇଥିବା ପିଲାକୁ ମଧ୍ୟ ଉଠଉଛି। ତୃତୀୟରେ ବୁଢୀ ଲୋକଟିକୁ ଗୋଟିଏ ପିଲା ସାହାଯ୍ୟ କରୁଛି ନା? ତାହେଲେ ହିତ ଶବ୍ଦର ଅର୍ଥ କଣ ହେଇଥାଇପାରେ? କିଏ କହିବ? ବହୁତ ସୁନ୍ଦର। ମଙ୍ଗଳ ଅଥବା ଉପକାର। ତାହେଲେ ହିତ ଶବ୍ଦର ଅର୍ଥ ହଉଛି ମଙ୍ଗଳ ଅଥବା ଉପକାର। ଏହିଭଳି ଦ୍ୱିତୀୟ ଶବ୍ଦଟି ହେଲା ଆପଣା। ମୁଁ ଆପଣା କାମ ନିଜେ କରେ। ସେମାନେ ଆପଣା ମତ ଦେଲେ। ଏବେ ମତେ କହିଲ ପିଲାମାନେ, ଆପଣା ଶବ୍ଦର ଅର୍ଥ କଣ ହେଇଥାଇପାରେ? ଆପଣା। ବହୁତ ସୁନ୍ଦର। ହଁ, ନିଜର। ଆପଣା ଶବ୍ଦର ଅର୍ଥ ହଉଛି ନିଜର। ବହୁତ ସୁନ୍ଦର। ଏବେ କହିଲ ସାର। ସାର ଶବ୍ଦର ଅର୍ଥ ଶ୍ରେଷ୍ଠ ଅଥବା ମହାନ। ସରି। ସରି ଶବ୍ଦର ଅର୍ଥ ହେଉଛି ସମାନ। ଠିକ ଅଛି? ତାହେଲେ ଆମେ ନୂତନ ଶବ୍ଦାର୍ଥ ଜାଣିଲେ। ଠିକ ଅଛି? ବହୁତ ସୁନ୍ଦର, ବହୁତ ସୁନ୍ଦର। ଏବେ ଆସ ଆମେ ନୂଆ କଥା ଜାଣିବା। ପିଲାମାନେ, ଯେଉଁ ଲୋକ ଅନ୍ୟମାନଙ୍କୁ ନିଜ ଲୋକ ପରି ସ୍ନେହ କରେ, ଅନ୍ୟମାନଙ୍କୁ ନିଜର ଭାବି ସେମାନଙ୍କର ଉପକାର କରେ, ସେହି ମଣିଷକୁ ଶ୍ରେଷ୍ଠ ବୋଲି ଗଣନା କରାଯାଏ। ସେ ନିଜର ସ୍ୱାର୍ଥକୁ ପଛକୁ ରଖି ଅନ୍ୟମାନଙ୍କୁ ସବୁବେଳେ ସାହାଯ୍ୟ କରିଥାଏ। ସେହି ଲୋକଟି ସମାଜରେ ଅତ୍ୟନ୍ତ ଆଦରଣୀୟ ହୋଇଥାଏ। ସେମାନଙ୍କର ହୃଦୟ ବିଶାଳ ଓ ଦୟାମୟ ଥାଏ, ଯାହାର କାରଣରେ ସେମାନେ ସବୁଠାରୁ ପ୍ରିୟ ହୁଅନ୍ତି। ସତ କହିଲେ, ଏହି ପୃଥିବୀରେ ସେମାନଙ୍କ ପରି କେହି ନାହାନ୍ତି। ସତ କି ନାହିଁ? ହଁ। ଏବେ ପିଲାମାନେ, ମୁଁ ତୁମକୁ କିଛି କାମ ଦଉଛି, ତୁମେମାନେ କରିବ। ଠିକ ଅଛି? ପାଦ ପୂରଣ କର। ଏଠି ଦେଖ, ଏହି ପାଦରେ କେତୋଟି ପଦ ନାହିଁ। ସେହି ପଦଟିକୁ କଣ କରିବାର ଅଛି? ପୂରଣ କରିବାର ଅଛି। ପରର ହିତ ଛଡାଇଛି ଯିଏ, ଆପଣା ଲୋକ ସେଇଭଳିଆ ସିଏ ତ ଏକା ଛଡା ହେଇଛି, ପୁଣି ସାର ଅଛି, କେହି ନୁହେଁ ତା। ତ କଣ ହେଇଥାଇପାରେ? ଏବେ ଆମେ ଦେଖିବା। ଠିକ ଅଛି? ପୂରଣ କର ଏବେ। ପରର ହିତ କରଇ ଯିଏ, ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର, କେହି ନୁହେଁ ତା ସରି। ବହୁତ ସୁନ୍ଦର। ପରର ହିତ କରଇ ଯିଏ, ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର, କେହି ନୁହେଁ ତା ସରି। ବହୁତ ସୁନ୍ଦର। ଆସ ଏବେ ଶବ୍ଦକୁ ମିଳାଅ। ଏଠି ଦେଖ ପିଲାମାନେ, ଶବ୍ଦ ଅଛି, ଏଠି ଅର୍ଥ ଅଛି। କେତେ ଗୁଡେ ଶବ୍ଦ, ଯଥା ହିତ, ଆପଣା, ସରି ଅର୍ଥ ଅଛି ସମାନ, ଉପକାର, ନିଜର, ମହାନ। ଏବେ ଶବ୍ଦକୁ ମିଳାଅ। ହିତ, ଉପକାର, ଆପଣା, ନିଜର। ସେଇଭଳିଆ ସରି,
ସମାନ। ବହୁତ ସୁନ୍ଦର। ଠିକ ଅଛି ପିଲାମାନେ, ତୁମେମାନେ ସମସ୍ତେ ଘରେ ଯାଇ ଦିଆ ହଉଛି ଚିତ୍ର, ସେଇଟାକୁ ଦେଖିକି ତମେ କଣ କରିବାର ଅଛି, 2-3 ଧାଡି ଲେଖିବାର ଅଛି। ଲେଖିକି କାଲି ଆଣିବ, ମୁଁ ଦେଖିବି। ଠିକ ଅଛି। ଏହି ଚିତ୍ରକୁ ଦେଖ, ପ୍ରଥମ ଚିତ୍ରଟିକୁ ଦେଖ, ଏଇଭଳି ଦ୍ୱିତୀୟ ଚିତ୍ରଟିକୁ ଦେଖ, ଏହିଭଳି ତୃତୀୟ ଚିତ୍ରଟିକୁ ଦେଖ। ଏହି 3ଟି ଚିତ୍ର ବିଷୟରେ ତୁମେମାନେ 2-3 ଧାଡି ଲେଖିକି ଆଣିବ, ମୁଁ ଆସନ୍ତାକାଲି ଦେଖିବି। ଠିକ ଅଛି ପିଲାମାନେ, ତାହେଲେ ଆଜି ଆମେ କେହି ନୁହେଁ ତା ସରି ପାଠର 5ମ ପାଦ ବିଷୟରେ ପଢିଲେ, ଯାହାକି ଉପକାର ବିଷୟରେ ଅଛି। ତାହେଲେ ଆଜି ଆମେ ବହୁତ କିଛି ଜାଣିଲେ। ସମସ୍ତେ ଧ୍ୟାନ ଦେଇ ଶୁଣିଲ, ସେଥିପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।